ଜଏନ୍ କରିଥିଲେ। ତାପରେ ସେ ବିଜେପି ଦଳରେ ଜଏନ୍ କରି ଅନୁଭବ କଲେ ଯେ ଗୋଟିଏ ଗଣତାନ୍ତ୍ରିକ ଦଳ ନୁହେଁ, ଏକ ଧାର୍ମିକ ଦଳ ଏବଂ ଲୋକମାନଙ୍କୁ କିଭଳି ଭାବରେ ଭୁଲ ରାସ୍ତାକୁ ନିଆଯାଉଛି ମିଛ କଥା କହି ସରକାରକୁ ଆସୁଛନ୍ତି। ଖୁବ୍ କମ୍ ସମୟ ଭିତରେ ଉଦ୍ବୋଧ କରିପାରିବେ ଯେ ଏ ଦଳକୁ ଆସିବି ବଡ଼ ଭୁଲ କରିଛି। ଏ ଦଳ ଦ୍ୱାରା ଜନସାଧାରଣଙ୍କର ସମାଜ ମଙ୍ଗଳ କାର୍ଯ୍ୟ ହୋଇପାରିବ ନାହିଁ, ବିକାଶ ହୋଇପାରିବ ନାହିଁ। କାକଟପୁରବାସୀ ତାଙ୍କୁ ବହୁତ ଭଲ ପାଆନ୍ତି। ଏକ ଯୁବ ନେତା ହିସାବରେ ଗତ ଥର ସିଏ ନିର୍ବାଚନ ସେଠାରେ ଲଢ଼ିଥିଲେ ଏବଂ ବହୁତ ଭଲ ଭୋଟରେ ମଧ୍ୟ ଆସନ ପାଇଥିଲେ। ତେଣୁ କାକଟପୁରବାସୀଙ୍କର